ସକାଳୁ ସକାଳୁ ଗାଧୋଇ ପାଧୋଇ ମୁଁ ରେଡ଼ି ହେଇଗଲି। ତାପରେ ମୋ ଝିଅ ବି ଏଠି ଉଠି ପଡ଼ିଥିଲା। ତାପରେ ତାକୁ ଖୁଆଇ ମାଛଙ୍କୁ ଏଠି ଖାଇବାକୁ ଦେଇଦେଲି। ସବୁ କାମ ସରିଲା ପରେ ମୋ ଝିଅ ଟିକେ ତା ଟେଡ଼ି ସହ ଖେଳିଲା। ସେ ସେହି ଟେଡ଼ିକୁ ଦେଖିଲେ ବହୁତ ଡରେ ଆଉ କାନ୍ଦିବା ଆରମ୍ଭ କରିଦିଏ। ହେଲେ ସେ ଆଜି ପୁରା ଖୁସିରେ ନ ଡରିକି ତା ଟେଡ଼ି ସହ ସେ ଦୋସ୍ତି କରୁଛି। ସେ ଟେଡ଼ି ସହ କିଛି ସମୟ ଖେଳିଲା ପରେ ମୁଁ ତାକୁ ବାହାରକୁ ବୁଲାଇବା ପାଇଁ ନେଇଗଲି। ବାହାରେ ଯାଇ ସେ ବୁଲିଲା ଆଉ ଖେଳିଲା ମଧ୍ୟ। ତାପରେ ମୁଁ ଏଇ ଫୁଲକୁ ନେଇ ତାକୁ ଦେଲି। ଏ ଫୁଲଟିର ନାଁ କ'ଣ ଆପଣମାନେ ଜାଣିଛନ୍ତି କି? ଯଦି ଜାଣିଛନ୍ତି କମେଣ୍ଟରେ ନିହାତି ଜଣେଇବେ। ସେ ଫୁଲ ଧରିଲା, ତାପରେ ସେ ଚାଲିଗଲା ମା ବୃନ୍ଦାବତୀଙ୍କ ପାଖକୁ। ଛୋଟ ପିଲାମାନେ ହିଁ ଅନ୍ୟମାନଙ୍କ ଠାରୁ ଯାହା ଦେଖନ୍ତି ସେଇଆ ଶିଖନ୍ତି। ସେ ଦେଖିଛି ମୁଁ କେମିତି ଚଉରାରେ ଫୁଲ ଦେଇ ପୂଜା କରି ମୁଣ୍ଡିଆ ମାରେ। ସେ ବି ସେମିତି ଚଉରାରେ ଫୁଲ ଦେଇ ନମ ନମ ହେଲା। ସେଥିପାଇଁ ତ କୁହନ୍ତି ଏବେଠାରୁ ପିଲାଙ୍କୁ ଯାହା ଶିଖାଇବେ ସେମାନେ ସେଇଆ ଶିଖିବେ। ଆମେ ଯଦି ସେମାନଙ୍କୁ ଭଲ କଥା ଶିଖାଇବା ସେମାନେ ଭଲ ଶିଖିବେ, ଆଉ ଯଦି ଖରାପ କଥା ଶିଖାଇବା ସେମାନେ ଖରାପ କଥା ଶିଖିବେ। ଯେମିତି ମୋ ଝିଅ ଆମକୁ ଦେଖି ଚଉରାରେ ଫୁଲ ଦେଇ ମୁଣ୍ଡିଆ ମାରୁଛି, ଇଏ ତ ଗୋଟେ ଭଲ କଥା ନା। ତାପରେ ମୁଁ ତାକୁ ଘର ଭିତରକୁ ନେଇଗଲି। ତାପରେ ଦ୍ୱିପହର ଖାଇବା ଖାଇ ଆମେ ସବୁ ରେଷ୍ଟ ନେଲୁ। ରହିଲି। ଜୟ ଜଗନ୍ନାଥ।